नारायणं नमस्कृतं नरं चैव नरोत्तमं देवी सरस्वती व्यासं ततो जयमुद्रयेत् वेदे रामायणे चैव पुराणे भारते तथा आदौ चान्ते च मध्ये च हरिसर्वत्र गीयते नमामि रामं रघुवंशमुख्यं नमामि रामं शूलकल्पमुख्यं नमामि रामं कमलायतकं नमामि रामं रघुनन्दनाख्यं श्रीराम जय राम जय रघुनंदन जय घनश्याम भक्तवत्सल भगवान की जय राम नारायण की जय 33 कोटी देवता की जय दक्षिणवासिनी माँ शरण को जय। मोर प्रिय श्रोता बंधु आपण मैंने परवर्ती अध्याय शुणी लवकुश दी भाई वाल्मीकि निर्देश मर्यादा पुरुष राम का आगे सभारे रामायण गान कर केत बाट ना सीता को रावण माया करके नहीं जाइए भिक्षुक बेशरे दी भाई खोजुंट खोजु खोजु जटायु को देखिले जटायु को तो रावण ता पक्षी की हाणी देता खाली प्राणटा रखी केवल राम का आगे कहने प्राण जीव एक कथा सीता आशीर्वाद देकी जाइछथि रामचंद्र को जमी देखिले खाली सीतांकर संवाद कहीदे मृत्युवरण कला जेणु दशरथंकर मित्र जटायु दी भाई जाके राम लक्ष्मण सबको दाह कले तापर गले गला को कबंध राक्षस से अभिशाप पाई थिला राम का हाथ में सीता संवाद कहीकि मुक्ति पाइब बोली बाट आउ छाड़ानी दी भाई कुंडेक धरला हाणीदेवी मारिदेवी ये हाणिले ये दिव्य रूप धरिकी विमान बसिकी स्वर्ग गला कहला रावण सीता को हरण करके तापर सबरी को भेटिले ताकू मुक्ति करिकी पंपा सरोवर को गले चक्रवाक पक्षी कि पचारे दी जन चतुर्थ शुणिले काले सत मिछ पचारे देखीचु कि सीता ये तो आकुल जमी हजिजा जिनस जमी आकुल खोजती विभिन्न लोक को पचारती पचारे पक्षी दी जन क्रीड़ा कर व्यस्त दिवस से शास्त्र मना कर दिवस क्रीड़ा करने को सी तो कहले एणु तेणु कथा सी कहीं जानवे ये विष्णु अवतार बोली एणु तेणु कथा कहले सेठू मर्यादा पुरुष राम तक अभिशाप देते तापर ऋष्यमुख पर्वत को गले से बाटे जाऊँच हनुमान आसिकी से तो 5 जन मंत्री को धरिकी थिले हनुमान आसी फलमूल नवा नहीं तलू पर्वत उपर मर्यादा पुरुष राम को देखिले देखिकी सेठू कहले आम सुग्रीव सहित बाली 5 जन मंत्री आम आसीचु आमको सुग्रीव को बाली राज्य काढ़ीदेला ता स्त्री सहित संपर्क रखी आमको राज्य काढ़ीदेला आम सुग्रीव को भल पाऊ सागर चली आईनु
ଆଉ ଟିକେ ସୁଗ୍ରୀବଙ୍କୁ ଡାକିକି ଆଣିବେ ନା ଆପଣ ଯିବେ? ମର୍ଯ୍ୟାଦା ପୁରୁଷ ନା ସେ 4 ଜଣ କାହିଁକି ଆସିବେ, ଆଉ ମୁଁ ଯାଉଛି। ଆଉ ସୁଗ୍ରୀବ ତ ଅଳଙ୍କାର ସୀତାଙ୍କ ଅଳଙ୍କାର ସେଇ ସୀତାରେ ପକାଇଥିଲେ। ସୁଗ୍ରୀବ ତାକୁ ଆୟତ୍ତ କରିକି 10 ଘଣ୍ଟି କରିକି ରଖିଛନ୍ତି। ଆଉ ମର୍ଯ୍ୟାଦା ପୁରୁଷରାମ ଯାଇକି ପହଞ୍ଚିଲେ। ସୁଗ୍ରୀବ ତାଙ୍କ ଦୁଃଖ କଥା ବାଳି ବିଷୟରେ ସବୁ କଥା କହିଲେ। ଶ୍ରୋତାବନ୍ତୁ ସବୁ କହିଲେ ଇଏ ରାମାୟଣ ଲାଗିଯିବ କେତେ ଦିନ, ଆଉ ତେଣୁ ଟିକେ ଟିକେ ଆପଣମାନେ ଶୁଣନ୍ତୁ। ଯେମିତି ଦୁଃଖ କଥା କହିସାରିକି ଅଳଙ୍କାର ଗୁଡ଼ିକ ଦେଇଛନ୍ତି, ମର୍ଯ୍ୟାଦା ପୁରୁଷ ରାମ ଆଉ ତ କ୍ରୋଧ ସମ୍ବରଣ କରିପାରିଲେନି, କାନ୍ଦିଲେ। ତାପରେ ଗୋଟିଏ ବାଣରେ ତ ବାଳିକି ମାରିଲେ, ଆପଣମାନେ ସବୁ ଶୁଣିଛନ୍ତି। ତାପରେ କିଷ୍କିନ୍ଧ୍ୟାରେ ସୁଗ୍ରୀବଙ୍କୁ ରାଜା କଲେ। ତାପରେ ବର୍ଷା ସିଜିନ ହେଇଗଲା। ବର୍ଷା ସିଜିନରେ ମାଲ୍ୟବନ୍ତ ପର୍ବତରେ ମର୍ଯ୍ୟାଦା ପୁରୁଷ ରାମ ରହିଲେ। ତାପରେ ଶରତ କାଳ ହେଲା। ସୁଗ୍ରୀବ ତାଙ୍କର ଯେମିତି ରାଜ୍ୟ ପାଇଲେ, ଦିଟା ରାଣୀ ପାଇଲେ। ଆଉ ବର୍ଷା କାଳ କଟିଗଲାଣି, ଆଉ ମାଲୁମ ନାହିଁ। ଲକ୍ଷ୍ମଣ ଯାଇକି ପହଞ୍ଚିଲେ, ଡକେଇ ପଠେଇଲେ କେଉଁ ଲକ୍ଷ୍ମଣ ସିଏ ଆସିଛନ୍ତି, ସେତେବେଳକୁ ଭୁଲିଗଲେଣି। ଲକ୍ଷ୍ମଣ ଯେମିତି ଧମକା ଚମକା କଲେ। ତାପରେ ଆସିଲେ, ତାଙ୍କ 2 ରାଣୀ ଆସିକି ଲକ୍ଷ୍ମଣଙ୍କୁ ଶାନ୍ତ କଲେ। ତାପରେ ସୁଗ୍ରୀବ କେତେ ବାନର ଧରି ଆସିକି ପହଞ୍ଚିଲେ ମର୍ଯ୍ୟାଦା ପୁରୁଷ ରାମ ପାଖରେ। ତାପରେ 4 ଦିଗକୁ ଗଲେ। 4 ଦିଗକୁ ଗଲେ ସତ, ଦକ୍ଷିଣକୁ ଗଲେ ହନୁମାନ ମହାରାଜ। କେବଳ ସେଇ ନେଇକି ଯାଇଥିଲେ ମର୍ଯ୍ୟାଦା ପୁରୁଷ ରାମଙ୍କ ରତ୍ନମୁଦି। ଆଗରୁ ତ ସବୁ ଶ୍ରୋତାବନ୍ଧୁ ହେଇସାରିଛି। ତାପରେ ବାହା ପିଆ ମାନେ କହିବେ ତମେ ଏଇଆ କର ସେଇଆ କର, କୋଟିପତି ହେଇଯିବ, 1000 କୋଟିର ମାଲିକ ହେବ। ସେସବୁ ମିଛ। ଯାହା ଆପଣମାନେ ପୂର୍ବ ଜନ୍ମରେ ସଞ୍ଚୟ କରିଥିବେ, ଏ ଜନ୍ମରେ ତାହା ଫଳିବ। ତେଣୁ ଏସବୁ ହେଇସାରିଛି। ଦକ୍ଷିଣକୁ ଗଲେ ହନୁମାନଜୀ, ଦେଇଛନ୍ତି ରତ୍ନମୁଦି। ଯାଇକି ଖୋଜି ଖୋଜି, ସେ ତ ଖୋଜିବାରେ ହନୁମାନଙ୍କୁ 3 ଦିନ ଲାଗିଥିଲା ବିଭିନ୍ନ ରୂପ ଧରିକି। ତାପରେ ସୀତାଙ୍କୁ ଅଶୋକ ବନରେ ଭେଟି ମୁଦ୍ରି କାଟି ଦେଲେ। ସୀତାଙ୍କର ତ ସବୁ ପକେଇ ଦେଇଥିଲେ ଅଳଙ୍କାର, କେବଳ ସ୍ୟମନ୍ତକ ମଣିଟି ଥିଲା। ସେଇ ଗୋଟିକ ଦେଇଦେଲେ ହନୁମାନଙ୍କୁ। ହନୁମାନ ଆଣିକି ଦେବେ ମର୍ଯ୍ୟାଦା ପୁରୁଷ ରାମକୁ। କହିଲେ ନା ଏତିକିରେ ଯିବି କାହିଁକି, ମଧୁବନକୁ ଭାଙ୍ଗିକି ଛାରଖାର କଲେ, ଲଙ୍କାପୁରକୁ ପୋଡ଼ିକି ଭସ୍ମ କଲେ। ତାପରେ ସୀତାଙ୍କ ସମ୍ବାଦ ଆଣିକି ମର୍ଯ୍ୟାଦା ପୁରୁଷ ରାମକୁ ଦେଲେ, ମଣିକି ଦେଲେ। ତାପରେ ବାନରମାନଙ୍କ ସୈନ୍ୟ ଧରି ଯାଇକି ସମୁଦ୍ର କୂଳରେ ପହଞ୍ଚିଲେ। ଏତିକି କଥାରେ, ଏତିକି ବାଟ ଆସିବା, ଯେତିକି ବାଟ କଥା ଆଇଲାଣି, ବିଭୀଷଣ ତ ରାମଙ୍କ ଭକ୍ତ, ଶୁଣିକି ଯାଇକି ରାବଣକୁ କହିଲେ। ରାବଣ କାହିଁ ଖାତିର କରିବ, ଯେତେ ହିତ କଥା କହିଲେ। ତାପରେ ବିଭୀଷଣକୁ ବି ପଦାଘାତ କଲା। ସିଏ କିଛି ମନ୍ତ୍ରୀ ଧରିକି ଆସିକି ପହଞ୍ଚିଲା ମର୍ଯ୍ୟାଦା ପୁରୁଷ ରାମଙ୍କ ପାଖରେ, ଆସିକି ଶରଣ ପଶିଲା। ତାପରେ ମର୍ଯ୍ୟାଦା ପୁରୁଷ ରାମ ଯାଇକି ବରୁଣ ଦେବତାକୁ ବହୁ ପ୍ରକାର ସ୍ତୁତି କଲେ। ବରୁଣ ଦେବତା ଯେମିତି ନ ଶୁଣିଲେ, କହିଲେ ଧନୁରେ ତୀର ଜୋଖିକି କୁଆଡ଼େ ସମୁଦ୍ର ନାଁ ଆଜି ହଜେଇଦେବି। ସେଇଠୁ ଡରିଗଲେ ବରୁଣ ଦେବତା। ତାପରେ ଆସିକି ମର୍ଯ୍ୟାଦା ପୁରୁଷ ରାମକୁ କହିଲେ ସେତୁ ବାନ୍ଧିକି ଲଙ୍କାପୁରକୁ ତମ ସୈନ୍ୟ ନେଇକି ଯାଅ, ନହେଲେ ସମୁଦ୍ରରେ କିଏ ସେତୁ ବାନ୍ଧିବ, ପଥର ପକେଇଲେ ଭାସିବ, ଅସମ୍ଭବ କଥା। ବରୁଣ ରାଜା କହିଲା ପରେ ନଳ ପକେଇଲେ ଭାସିଲା। ନଳର ଶକ୍ତି ଅଛି, ପଥରକୁ ଛୁଇଁଦେଲେ ଭାସିବ। ତାପରେ ମର୍ଯ୍ୟାଦା ପୁରୁଷ ରାମ ସୈନ୍ୟ ସାମନ୍ତ ଧରି
ସୁବଳ ପର୍ବତ ଯାଇକିରି ପହଞ୍ଚିଲେ। ଯେମିତି ଅସଂଖ୍ୟ ସୈନ୍ୟ ଜାଣିଗଲେ ରାବଣ ଆଗେ ଶୁକସାରଣକୁ ପଠେଇଲେ। ଶୁକସାରଣଙ୍କର ତ ଯାହା ଅବସ୍ଥା ହେଲା ଆପଣମାନେ ସବୁ ଜାଣିଛନ୍ତି। ତାପରେ ଲକ୍ଷ୍ୟ ଛତ୍ର ଦେଇକିରି ରାବଣ ନିଜେ ଆଇଲା। ନିଜେ ଆସିକି ସୈନ୍ୟକୁ ଯେତେବେଳେ ଚାରିପିଠି ଯେମିତି ହେଲିକପ୍ଟର ବୁଲେ, ତାର ତ ପୁଷ୍ପକ ବିମାନ ଥିଲା, ଯାହାକୁ ଶେଷରେ ମର୍ଯ୍ୟାଦା ପୁରୁଷ ରାମ ତାକୁ ରଖି ଚଳେଇଲେ। ଗୋଟିଏ ସ୍ୱରରେ ସବୁ ଚିରଚତ୍ର କରିଦେଲେ ମର୍ଯ୍ୟାଦା ପୁରୁଷ ରାମ। ତ୍ରିପୁର ବିଜୟୀ ରାବଣ, ତାକୁ ଏକରେ ଭୟ ଲାଗିଲା, ଲାଜ ବି ମାରିଲା, ପଳେଇଲା। ତାପରେ ରାମଙ୍କ ମୁଣ୍ଡ ଆଉ ଧନୁଶର ଏ ଦୁଇଟା ନେଇକି ସୀତାକୁ ଦେଖେଇଲା, କହିଲା ଆଜି ମାରିଦେନି, ସୁଧୁ ମିଛ କଥା। ତାପରେ ସୈନ୍ୟ ସାମନ୍ତ ନେଇକି ଗଲେ। ତାପରେ ପଠେଇଲେ ମର୍ଯ୍ୟାଦା ପୁରୁଷ ରାମ ଧର୍ମକୁ ସାକ୍ଷୀ ଦେବା ପାଇଁ। ଅଙ୍ଗଦ ଚିଠି ଗୋଟେ ନେଇକି ଦେଲା ରାବଣକୁ। ରାବଣ ଯାଚ୍ଛତା କହିଲା। ଅଙ୍ଗଦ ତାର ଅଙ୍ଗଦ ବସିଛି ରାବଣ ସିଂହାସନ ଅପେକ୍ଷା ଆହୁରି ଉଚ୍ଚରେ। ଆଉ ସିଏ ଗୋଟେ ରାଜା କହିବନି ନା, ଏଣୁ ତେଣୁ କହିଲା। ଇଏ ତାର ରାଗରେ ସେ ସବୁ ଭାଙ୍ଗି ପକେଇଲା, ଯାହା ଆଗରେ ପଡ଼ିଲା ସବୁ ଭାଙ୍ଗି ପକେଇଲା, ତା ମୁକୁଟ ଫୁକୁଟ ପୁରା ଛିନଛତ୍ର କରିଦେଲା। କିଛି ଅସୁରଙ୍କୁ ଧରିକି ଯିଏ ଆଗରେ ପଡ଼ିଲା ତାଙ୍କୁ ବି ମାରିଦେଲା। ଏ କଥା ଦେଖିକି କହିଲା ଗୋଟେ ମାଙ୍କଡ଼ ଆସିକିରି ଏତେ କଥା କରିଦେଲା। ତାପରେ ହନୁମାନ ଗୋଟେ ଚିଠି ଦେଇକି ଆସିଲା। ହନୁମାନ କହିଲା ତୁ ଗୋଟେ ମାଙ୍କଡ଼, ପାଠ ପଢ଼ୁଛୁ ନା, ପଢ଼। ହନୁମାନ ପଢ଼ିଲା, ଯେମିତି ଚିଠି ପଢ଼ିଛି ଦୁନିଆ ଗାଳି ଗୁଲଜ କଲା, ଇଏ ତାର ଲଙ୍କାକୁ ପୋଡ଼ିଦେଲା। ତାପରେ ମେଘନାଥକୁ ଆଗେ ପଠେଇଲା, ଯିଏ ଇନ୍ଦ୍ରଜିତ ଯିଏ ମେଘନାଥ ସିଏ ପଠେଇଲା। ଇନ୍ଦ୍ରଜିତ ଇନ୍ଦ୍ରକୁ ଜିତିଛି, ଆସିକି ଦୁନିଆ ବାନରମାନଙ୍କୁ ମାଇଲା। ତାପରେ ନାଗପାଶ ଅସ୍ତ୍ରରେ ରାମ ଲକ୍ଷ୍ମଣକୁ ବାନ୍ଧିକି ଚାଲିଗଲା। ମହାବଳିଆରେ ସିଏ ଆଉ ଯେତିକି ଥିଲେ, ସୁଗ୍ରୀବ କ'ଣ, ବିଭୀଷଣ କ'ଣ, ଯେତିକି ବାନର ଥିଲେ ସମସ୍ତେ କାନ୍ଦିଲେ, କହିଲେ ଇଏ କେମିତି ଛାଡ଼ିବ। ତାପରେ ହନୁମାନ ବୁଝି ଦେଲେ ମର୍ଯ୍ୟାଦା ପୁରୁଷ ରାମକୁ। ସିଏ ସ୍ମରଣ କଲେ ଗରୁଡ଼କୁ। ଗରୁଡ଼ ଆସିକି ଯେମିତି ଆସିଲ ତା ପୂର୍ବରୁ ସବୁ ଛାଡ଼ିକି ପଳେଇଲେ। ନାଗପାଶ ନାଗମାନେ ବନ୍ଧନ କରିଥିଲେ, ଛାଡ଼ିକି ପଳେଇଲେ ଡରେ। ତାପରେ ରାବଣ ଏକଥା ଶୁଣିକି ଆହୁରି ତାର ଟିକେ ଟିକେ ବଢ଼ିଲା ଡର। ରାବଣ ପୁଣି ଯୁଦ୍ଧକୁ ଆଇଲା। ରାବଣ ତ 3 ଥର ଯୁଦ୍ଧକୁ ଆସିଛି। ତା ସାଙ୍ଗରେ ଲକ୍ଷ୍ମଣ ଯୁଦ୍ଧ କଲେ। ବହୁତ ମାରିଦେଲା ରାବଣ ଆସିକି ବାନରମାନଙ୍କୁ। ବ୍ରହ୍ମଶକ୍ତି ମାରିକି ଲକ୍ଷ୍ମଣକୁ ଚେତାଶୂନ୍ୟ କରିଦେଲା। କହିଲା ଏଇଟାକୁ ନେଇକି ରାନ୍ଧିକି ଖାଇଦେବା। ଟେକୁଛି, କହିଲା ଏଇଟା ଗୋଟେ ବହୁତ ଓଜନିଆ, ବହୁତ ବଳ ହେବ ଆକୁ ଖାଇଲେ। ଟେକୁଛି ଦେବ ବୋଲି 20ଟା ହାତରେ ଗୋଟିଏ ବିଧା ଦେଲା ଆସିକି ହନୁମାନ। ରାବଣ ଆଉ ପଛକୁ ଅନେଇନି, ଦୌଡ଼ିକି ପଳେଇଲା। ତାପରେ କୁମ୍ଭକର୍ଣ୍ଣକୁ ଦୂତ ହାତରେ ପଠେଇଲା। କୁମ୍ଭକର୍ଣ୍ଣ 6 ମାସରେ ଥରେ ଯଦି ଯୁଦ୍ଧ କରିକି
ଯୁଦ୍ଧ କରିଥାନ୍ତା ରାମ ଲକ୍ଷ୍ମଣ ଯଦି 10 ରାମ ଲକ୍ଷ୍ମଣ ହେଇଥାନ୍ତେ କୁମ୍ଭକର୍ଣ୍ଣକୁ ପାରିନଥାନ୍ତେ। କିନ୍ତୁ କଣ୍ଟ ପୁରୀ ନେଇ 6 ମାସ ହେଇନେଇ ରାବଣର ଆଉ ମନେ ନାହିଁ କି କୁମ୍ଭକର୍ଣ୍ଣର ମନେ ନାହିଁ। ଜବରଦସ୍ତିଆ ନେଇକି ଉଠେଇଲେ ଆସିକି ତାକୁ ମର୍ଯ୍ୟାଦା ପୁରୁଷ ରାମ ମାରିଦେଲେ। ରାବଣ ଆହୁରି ମନ ଦୁଃଖ କଲା, ଗୋଟେ ଭାଇଟେ ଚାଲିଗଲା। ତାପରେ ତ୍ରିଶିରା ରାକ୍ଷସକୁ ପଠେଇଲା। ମାୟା ସୀତା ଗୋଟେ ରଥ ଉପରେ ବସେଇକି ନେଲା, ନେଇକି ଦେଖେଇଲା ମର୍ଯ୍ୟାଦା ପୁରୁଷ ରାମ ଲକ୍ଷ୍ମଣକୁ। ଦେଖେଇ ଦେଇକି ସମସ୍ତେ ଜଳିକି ହନୁମାନ ସହିତ ସମସ୍ତେ ଦେଖିଛନ୍ତି, ଗୋଟେ ଚୋଟରେ ଦିଗଡ଼ କରିଦେଲା। ସମସ୍ତେ କାନ୍ଦିଲେ। ବିଭୀଷଣ ଥିଲେ। ବିଭୀଷଣ କହିଲେ ଇଏ ସବୁ ମିଛ ହେଇଥିବ, ମାୟା ହେଇଥିବ, କାହିଁକି ମନ ଦୁଃଖ କରୁଛ। ତାପରେ ଟିକେ ଶାନ୍ତ ହେଲେ। ଏରକମ ଚାଲିଲା ଯୁଦ୍ଧ। ତାପରେ ଇନ୍ଦ୍ରଜିତ କହିଲା ମୁଁ ତ ବର ପାଇଛି, କିଏ 12 ବର୍ଷ ଖାଇନଥିବ, କିଏ 12 ବର୍ଷ ମୈଥୁନ କରିନଥିବ, ଇଏ ତ ସବୁ ଆସିକି ଯୁଦ୍ଧକୁ ଆସିଛନ୍ତି, ସମସ୍ତେ ସବୁ କରିଥିବେ, କେହି ଏମିତି ଲୋକ ନଥିବେ ଆଜି ସମସ୍ତଙ୍କୁ ଶେଷ କରିଦେଇକି ଆସିବି। ଆଉ ହୋମ କରୁଛି ଆସିକି, ଅଗ୍ନି ଦେବତା ସନ୍ତୁଷ୍ଟ ହେଲେ ମାରିବ। ଲକ୍ଷ୍ମଣ ମହାରାଜ ତ ଆପଣମାନେ ଶୁଣିଛନ୍ତି, 12 ବର୍ଷ ଆସିବା ଦିନ ଠାରୁ ସେତେବେଳକୁ 12 ବର୍ଷ ଟପିଗଲାଣି। 12 ବର୍ଷ ଶୋଇନାହାନ୍ତି, 12 ବର୍ଷ କିଛି ଫଳମୂଳ ଭକ୍ଷଣ କରିନାହାନ୍ତି। ସବୁ ଫଳମୂଳ ଦେଖେଇଲେ। ଯେଉଁ 5 ଦିନର ଫଳ ସର୍ଟ ପଡ଼ିଲା, ଯେଉଁଦିନ ଶକ୍ତି ଭେଦ ଇଏ ସିଏ ହେଇଥିଲା, ଫଳ ଆଣିବାକୁ ଯାଇନାହାନ୍ତି କି କେହି ଖାଇନାହାନ୍ତି। ତେଣୁ ସମସ୍ତଙ୍କୁ ବିଶ୍ୱାସ ହେଲା। ତାପରେ ଲକ୍ଷ୍ମଣ ତାକୁ ମାରିଦେଲେ। ରାବଣ ତ ଶୁଣିକି ଗଡ଼ିକି ତଳେ ପଡ଼ିଲା। ପୁଣି ତା ପରଦିନ ରାବଣ ଆସିଲା, ବାନରମାନଙ୍କୁ ଆସିକି ଜମାକାତ ମାରି ପକେଇଲା। ଜୋରସୋର ଯୁଦ୍ଧ ଚାଲିଲା। ମହାପାର୍ଶ୍ୱ ମହୋଦର ଇଏ ସବୁ ଚାଲିଲା। ତାପରେ ବ୍ରହ୍ମଶକ୍ତି ଲକ୍ଷ୍ମଣକୁ ମାଇଲା ପରେ ଅଜ୍ଞାନ ହେଇକି ପଡ଼ିଛନ୍ତି। ମର୍ଯ୍ୟାଦା ପୁରୁଷ ରାମ ବହୁତ ମନ ଦୁଃଖ କଲେ। ଆଉ ଆପଣମାନେ ତ ଜାଣିଛନ୍ତି, ହନୁମାନ ଯାଇକି ଆଣିଥିଲା ପର୍ବତ ସହ, ଚିହ୍ନି ପାରିଲେନି। କେନେ ଯାଇ ଚିହ୍ନି ପାରିଥାନ୍ତେ, ତପସ୍ୱୀ ବେଶରେ କାଳ ନେମି ଦୁନିଆ ଅସୁରଙ୍କୁ ସବୁ ଜଗେଇଥିଲା ରାବଣ। ତେଣୁ ତାଙ୍କୁ ସବୁ ମାରି ମୁରିକି ସେ ପର୍ବତ ନେଇକି ଆସୁଥିଲା। ଭରତ ଜାଣିପାରିଲେନି, ସିଏ ତାକୁ ଖଚେଇ ପକେଇଲେ। ଇଏ ସବୁ ଦୁନିଆ କଥା ହେଇଥିଲା। ତାଙ୍କୁ ସବୁ ମାରି ଆସିକି ପହଞ୍ଚିଲେ। କହିଲେ, ହନୁମାନ କହିଲେ ଭରତ ତୁମେ କହିବନି କାହା ପାଖରେ, କାହିଁକିନା ମୋ ଭଳିଆ ବୀରକୁ ତୁମେ ତଳେ ପକାଇ ଦେଇଥିଲ। ତାପରେ ଭରତ କହିଲା, ଉଭୟଙ୍କୁ କହିଲେ, ହନୁମାନ ଭରତକୁ କହିଲେ, କହିଲେ 2 ଜଣ ଯାକ ମହାବୀର, କହିଲେ କେହି କାହା କତିରେ ଆମେ କହିବାନି। ତାପରେ ନେଇକିନି ଔଷଧ ଦେଲେ। ଏକାଥରେ ଭଲ। ସେ ତ ଡାକ୍ତର ବୈଦ୍ୟ ସବୁ ତାଙ୍କ ପାଖରେ ଥିଲେ ସୁଷେଣ। ଆଉ ଲକ୍ଷ୍ମଣ ସାଙ୍ଗେ ସାଙ୍ଗେ ଉଠିଲେ। ଇଏ ଦୂତ ସବୁବେଳେ ରାବଣ ପଠାଏ, ଦୂରରେ ଥାଇକି ଦେଖେ। ଏକଥା ଶୁଣିକି ରାବଣ କାନ୍ଦିଲା।
କହିଲା ସବୁ ତ ଏକ ପ୍ରକାର ସରିଗଲେଣି, ଆଉ ଏଥର ବୋଧେ ମରିମି, କ'ଣ କରିବି। ବହୁତ ଚିନ୍ତାରେ ବସିଛି ସିଂହାସନରେ। ନିକଷା ଆଉ ଅସୁରୁଣୀ ରାବଣର ମା' ଆସିକି କହିଲା, ଆରେ ରାବଣ, ସମସ୍ତଙ୍କୁ ତ ମାରି ସାରିଲୁଣି, ତୁ ଏବେ ଛାଡ଼ିଦେ, ଆଉ ଯାଆନା। ରାବଣ କାହିଁକି ଶୁଣିବ। କହିଲା ନହେଲେ ଗୋଟେ କାମ କର, ତୁ ରାବଣ ଯେଉଁ ପାତାଳପୁର ଯେଉଁ ପୁଅଟା ଅଛି ତା ପାଖକୁ ପଠା, ସିଏ ମାତବ। କହିଲା ହଉ। ମହିରାବଣକୁ ଡକେଇ ଆଣିକି ଇଏ ତାକୁ ହରଣ କରିକି ନେଇଗଲେ ରାମ ଲକ୍ଷ୍ମଣକୁ। ସେ ତ କହିଲେ ତ ମହିରାବଣ କଥା 2 ଦିନ ଲାଗିବ। କପଟ ବେଶରେ ଦଶରଥ ରୂପ ଧର, ସୁମିତ୍ରା କୈକେୟୀଙ୍କ ରୂପ ଧର, ବହୁତ ରୂପ ଧରିକି ଯେତେବେଳେ ବିଭୀଷଣ ରୂପ ଧରିକି ଆଇଲେ ଆଉ ଚିହ୍ନି ପାରିଲେନି। ହନୁମାନ ଆଉ ଚିହ୍ନି ପାରିଲେନି ବିଭୀଷଣ। ତାପରେ ସେତିକି ବେଳେ ଯେତେବେଳେ ମହିରାବଣ ନେଇଯାଇଛି, ତାପରେ ବିଭୀଷଣ ଆସିକି କହିଲେ ହନୁମାନ, ପ୍ରଭୁ କୁଆଡ଼େ ଗଲେ? କହିଲେ ଆରେ ତୁ କେଇଟା ବିଭୀଷଣ କି? ତୁ ବା ଏଇ ସାଙ୍ଗେ ସାଙ୍ଗେ ଆସିଥିଲୁ, ସେ ତ ମନ୍ତ୍ର ଧୂଳି ପକେଇ ଦେଇଛି, କେହି ଜାଣିପାରିବେନି। ଆଉ ଆସିବାଟା ଦେଖିଛି, ଗଲାବେଳଟା କେହି ଦେଖିପାରିଲେନି, ନିଦର ସବୁ ଘୁଙ୍ଗୁଡ଼ି ମାରୁଛନ୍ତି। ସେତିକିବେଳେ ମହିରାବଣ ନେଇଗଲା। ତାପରେ ହନୁମାନ ତ ଯାଇକି ଯାହା ସବୁ କଲା ସେଠି, ମହିରାବଣକୁ ମାଇଲା। ରାମଚନ୍ଦ୍ରଙ୍କୁ କହିଲେ ବଳି ତ ଦେଇଥାନ୍ତେ, ଟିକେ ଡେରି ହେଇଥିଲେ। ଆଉ ରାମ ଲକ୍ଷ୍ମଣ କହିଲେ ଆମେ ରାଜପୁତ୍ର। ହନୁମାନ ସବୁ କହିଦେଇଛନ୍ତି। ମାଛି ରୂପ ହେଇକି ଯାଇଥିଲେ। ସବୁ ତା ପୂର୍ବରୁ ସବୁ ନଦୀ କୂଳରୁ ସବୁ ମହିରାବଣ ବିଷୟରେ ଶୁଣିଲେ। ଆଜି ବଳି ଦେବେ। କହିଲେ ପ୍ରଭୁ କହିବେ ଆମେ ରାଜପୁତ୍ର, ଆମେ ଜାଣିନୁ, ନମସ୍କାର ଜାଣିନୁ, ଆମକୁ ତ ସମସ୍ତେ ନମସ୍କାର କରନ୍ତି, ଆମେ କେମିତି ଜାଣିବୁ? ଆଉ ଟିକେ କହିଦେଲେ ଆମେ କରିବୁ। ଯେମିତି କହିଦେଇଛି ଲମ୍ବିକି ଶୋଇଯାଇଛି। ଏକାଥରେ ହନୁମାନ ତ ପଛପଟରେ ଥିଲେ, ଆଉ ସେଇଠୁ ଯେଉଁ ଧରିଥିଲେ ଖଣ୍ଡା, ଏକାଥରେ ମୁଣ୍ଡ ଗଣ୍ଡି ଅଲଗା ସରିଗଲା। ତାପରେ ଇଏ ଯେତେବେଳେ ରାମ ଲକ୍ଷ୍ମଣକୁ ଘିନି ଆଇଲେ, ବହୁତ ଦିନ ତ ଯୁଦ୍ଧ ହେଲା, ତାପରେ ଘିନି ଆସିଲେ। ଟାଇମ୍ ବହୁତ ହେଇଗଲାଣି। ମୋର ପ୍ରିୟ ଶ୍ରୋତା ବନ୍ଧୁ, ବେଶୀ ବଡ଼ ହେଲେ ପୁଣି ଶ୍ରୋତା ବନ୍ଧୁମାନେ ଦେଖିବେନି। ଆଜି ଏତିକିରେ ଥାଉ। ପୁଣି ଆପଣମାନେ ଆଗାମୀ ଅଧ୍ୟାୟରେ ଶୁଣିବେ। ଏଇଠୁ ବନ୍ଦ ରହିଲା। ଇଏ ପିଲାମାନେ ତ ବହୁତ ସୁନ୍ଦର ଗୀତ ଗାନ କରୁଛନ୍ତି ରାମାୟଣ କଥା। ସମସ୍ତେ ଦର୍ଶକମାନେ, ରାଜା ମହାରାଜା ଯେତିକି ଆସିଥିଲେ ଯଜ୍ଞସ୍ଥଳକୁ, ସମସ୍ତେ ଖୁସି। ଆଉ ଆପଣମାନେ ଆଗାମୀ ଅଧ୍ୟାୟରେ ଶୁଣିବେ। ଏତିକି ହିଁ ବିଦାୟ ନେଉଛି। ଜୟ ଶ୍ରୀରାମ।